କିପରି କୁମାର ପୂର୍ଣ୍ଣିମା ବ୍ରତ ପାଳନ କରିବା, ତା ସହିତ ଗଜଲକ୍ଷ୍ମୀ ପୂଜା ମଧ୍ୟ କିପରି ପାଳନ କରିବା ଏବଂ ଘରେ ଚନ୍ଦ୍ର ପୂଜା ଆମେ କିପରି କରିବା। କୁମାର ପୂର୍ଣ୍ଣିମା ଅକ୍ଟୋବର 6 ତାରିଖ ସୋମବାର ପାଳନ କରାଯିବ। ଶାସ୍ତ୍ର ଅନୁସାରେ ଯଦି 2 ଦିନ ପୂର୍ଣ୍ଣିମା ତିଥି ପଡୁଥାଏ, ପ୍ରଥମ ଦିନର ପୂର୍ଣ୍ଣିମା ପ୍ରଦୋଷକାଳୀନ ବା ସନ୍ଧ୍ୟା ସମୟରେ ପଡୁଥିବ ଏବଂ ସେକେଣ୍ଡ ଦିନର ପୂର୍ଣ୍ଣିମା ସନ୍ଧ୍ୟା ସମୟରେ ବା ପ୍ରଦୋଷ ସମୟରେ ପଡୁନଥିବ, ଏମିତିରେ ପ୍ରଥମ ଦିନର ପୂର୍ଣ୍ଣିମା ବ୍ରତ କରିବା ଉଚିତ। 7 ଅକ୍ଟୋବର ଦିନ ପୂର୍ଣ୍ଣମୀ ତିଥି 9:17 ପର୍ଯ୍ୟନ୍ତ ରହୁଅଛି, ରାତିରେ ରହୁନାହିଁ। ଏଥିପାଇଁ ସନ୍ଧ୍ୟା ସମୟରେ ପଡୁନଥିବାରୁ ଆମକୁ ପୂର୍ଣ୍ଣିମା ବ୍ରତର ପୂର୍ଣ୍ଣ ଫଳ ମିଳିନଥାଏ। ତେଣୁ ଆମେ 6 ଅକ୍ଟୋବରକୁ ହିଁ ଶରତ ପୂର୍ଣ୍ଣିମାର ବ୍ରତ କରିବା ଉଚିତ।